17 ସେପ୍ଟେମ୍ବର 2025 ବୁଧବାର ଦିନ ଇନ୍ଦିରା ଏକାଦଶୀ ପଡୁଛି। ବିଶ୍ୱକର୍ମା ପୂଜା ବି ପଡୁଛି। ଏହା ସହିତ କନ୍ୟା ସଂକ୍ରାନ୍ତି ବି ପଡୁଛି। ଆଉ ଏହି ତିନୋଟି ପର୍ବ ଯେହେତୁ ଗୋଟିଏ ଦିନରେ ପଡୁଛି, ତ ଏହି ଦିନର ମହତ୍ତ୍ୱ ଆହୁରି ବି ବଢି ଯାଉଛି। ମହାସଂଯୋଗର ଏହି ପାବନ ଦିନରେ ଦୁବ ଘାସରେ କରିଦିଅନ୍ତୁ ଗୋଟିଏ ପ୍ରଭାବଶାଳୀ ଉପାୟ। ଧନ, ସୁଖ, ସମ୍ପତ୍ତି ଆଜୀବନ ପରିପୂର୍ଣ୍ଣ ହୋଇ ରହିବ। ଆପଣଙ୍କ ପାଖରେ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କ କୃପାରୁ ଆଜୀବନ ଏତେ ସାରା ଧନ ବୈଭବ ଆସିବ ଯେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ। 17 ସେପ୍ଟେମ୍ବର ବୁଧବାର ଦିନ ଆଶ୍ୱିନ ମାସର କୃଷ୍ଣ ପକ୍ଷରେ ଏକାଦଶୀ ପଡୁଛି, ଯାହାକି ଏହି ଏକାଦଶୀ ପିତୃପକ୍ଷର ବି ଏକାଦଶୀ କୁହାଯାଏ। ଏହି ଏକାଦଶୀ ବେହତ ଶୁଭ ଯୋଗକୁ ସାଥିରେ ନେଇକି ଏକା ସହିତ ଆସୁଛି। ଆଉ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଏହି ଏକାଦଶୀ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ସହିତ ପିତୃଦେବ ଏବଂ ଭଗବାନ ଗଣେଶଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। କାହିଁକି ନା ଏହା ସେହି ଶୁଭ ଦିନ ଯେଉଁ ଦିନ ବ୍ରତ ରଖିକି ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ସହିତ ପିତୃଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିକୁ ତାଙ୍କ ଜୀବନରେ ଅଟକିଥିବା ସମସ୍ତ କାର୍ଯ୍ୟରୁ ସଫଳ ମିଳିଥାଏ। ଆଉ ଏହି ଇନ୍ଦିରା ଏକାଦଶୀ ଆହୁରି ବି ବିଶେଷ ହୋଇଯାଇଛି, କାହିଁକି ନା ଏହି ବର୍ଷ ପିତୃପକ୍ଷ ଏକାଦଶୀରେ ପବିତ୍ର ବୁଧବାର ଦିନ ପଡିବାକୁ ଯାଉଛି। ଏହି ଦିନ ଆପଣ କେବଳ ଆଉ କେବଳ ଦୁବ ଘାସର ଏପରି ଗୋଟିଏ ଚମତ୍କାରୀ ଉପାୟ କରିକି ଆପଣ ଆପଣଙ୍କର ଜନ୍ମ ଜନ୍ମାନ୍ତର ଗରିବୀକୁ ଦୂର କରିପାରିବେ। ଆଉ ଏହି ଦୁବ ଘାସ ଭଗବାନ ଗଣେଶଙ୍କୁ ବହୁତ ପ୍ରିୟ ହୋଇଥାଏ। ଆଉ ହିନ୍ଦୁ ଧର୍ମରେ ପୂଜା ପାଠ ପାଇଁ ଅନେକ ପ୍ରକାରର ସାମଗ୍ରୀ ଆବଶ୍ୟକ ହୋଇଥାଏ। ସେହି ସବୁ ସାମଗ୍ରୀରୁ ଅନେକ ମହତ୍ତ୍ୱ ରହିଥାଏ। ସେହି ସାମଗ୍ରୀ ଭିତରୁ ଗୋଟିଏ ଜିନିଷ ପୂଜା ପାଇଁ ବ୍ୟବହାର ହୋଇଥିବା ଘାସ, ଯାହାକୁ ଦୁବ ଘାସ କୁହାଯାଏ। ଆଉ ଏହି ଘାସରେ ଏପରି ଚମତ୍କାର ଉପାୟ କରିବା ଦ୍ୱାରା ଆମେ ଆମ ପିତୃଙ୍କୁ ଆମ ଉପରେ ପ୍ରସନ୍ନ କରାଇ ପାରିବା ଏବଂ ଆମକୁ ପିତୃ ଦୋଷରୁ ବି ମୁକ୍ତି ମିଳିଯିବ। ଆଉ ଏମିତିରେ ବି ଏବେ ପିତୃପକ୍ଷ ଚାଲିଛି, ତ ଏହି ପିତୃପକ୍ଷର ଏକାଦଶୀରେ ଏହି ଉପାୟକୁ ପ୍ରାୟ ସମସ୍ତେ କରିବା ଉଚିତ। ଦୁବ ଘାସ ଚେରରେ ମାତା ଗଙ୍ଗାଙ୍କର ବାସ ହୋଇଥାଏ। ଆଉ ଏଥିପାଇଁ ଏହି ଦୁବ ଘାସରେ କରାଯାଉଥିବା ଉପାୟ ବହୁତ ଶୀଘ୍ର ହିଁ ଲାଭ ଦେଇଥାଏ। ଏହି ପିତୃପକ୍ଷରେ ପଡୁଥିବା ଇନ୍ଦିରା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ବ୍ରତ ରଖିବା ଦ୍ୱାରା ପ୍ରତ୍ୟେକ ପାପରୁ ମୁକ୍ତି ମିଳିଥାଏ ଆଉ ମୋକ୍ଷ ପ୍ରାପ୍ତି ହୋଇଥାଏ। ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ଦୁବ ଘାସ ନେଇ ପ୍ରସନ୍ନ କରାଯାଏ। ଏହା ଦ୍ୱାରା ସିଦ୍ଧି ରିଦ୍ଧିଙ୍କୁ ବି ଆପଣ ଆପଣଙ୍କ ଘରକୁ ଆଣିପାରିବେ ଏବଂ ମାତା ଲକ୍ଷ୍ମୀଙ୍କ କୃପାକୁ ପ୍ରାପ୍ତ କରିପାରିବେ। ଏମିତିରେ ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁଙ୍କ କୃପାରୁ ପାଇବା ପାଇଁ ଆପଣ ଦୁବ ଘାସକୁ ଠିକ୍ ତରିକାରେ ଉପାୟରେ ସମର୍ପିତ କରିଦେବେ ତ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇଦେବେ। କାହିଁକି ନା ମାତା ଲକ୍ଷ୍ମୀ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କ ହୃଦୟରେ ବାସ କରିଥାନ୍ତି। ତ ଦର୍ଶକ ବନ୍ଧୁ, ଯଦି ଆପଣ ଏ ପର୍ଯ୍ୟନ୍ତ ଆମର ଏହି ଚ୍ୟାନେଲ ରୋଜିପିହି 1234କୁ ସବସ୍କ୍ରାଇବ କରିନାହାନ୍ତି, ତ କୃପା କରି ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଶେଷ ଯାଏ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତ କୃପା କରି ଭିଡ଼ିଓ ଗୋଟେ ଲାଇକଟିଏ ଜରୁର କରିଦେବେ। ଏହି ଇନ୍ଦିରା ଏକାଦଶୀ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଘିଅର ଦୀପ ଜଳାନ୍ତୁ। ଏହା ଦ୍ୱାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଏହା ସହିତ ଘରେ ସୁଖ ସମୃଦ୍ଧି ଆସିଥାଏ। ଠିକ୍ ସେହିପରି ଓସ୍ତ ଗଛ ବି ଆହୁରି ମହତ୍ୱପୂର୍ଣ୍ଣ ହୋଇଥାଏ। ଆଉ ଏହି ପିତୃପକ୍ଷରେ ଓସ୍ତ ଗଛର ଉପାୟ ବ୍ୟକ୍ତିର ଭାଗ୍ୟକୁ ଚମକାଇବା ପାଇଁ ହୋଇଥାଏ। ଓସ୍ତ ଗଛରେ ଦେବୀ ଦେବତାଙ୍କର ବାସ ହୋଇଥାଏ। ଏହି ଇନ୍ଦିରା ଏକାଦଶୀ ଦିନ ସନ୍ଧ୍ୟାରେ ଓସ୍ତ ଗଛ ପାଖରେ ସୋରିଷ ତେଲର ଗୋଟିଏ ଦୀପ ଜଳାଇବା ଦ୍ୱାରା ପିତୃଙ୍କୁ ଶାନ୍ତି ମିଳିଥାଏ ଏବଂ ପିତୃଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ବହୁତ ଶୁଭ ମନାଯାଏ। ଏମିତିରେ ଇନ୍ଦିରା ଏକାଦଶୀ ଦିନ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଆଉ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ଏହି ଇନ୍ଦିରା ଏକାଦଶୀ ଦିନ ଭଗବାନ ବିଷ୍ଣୁ ଓ ପିତୃଙ୍କୁ ସମର୍ପିତ ଦୀପକୁ ମନ୍ଦିରରେ ଜରୁର ଜଳାନ୍ତୁ। ଏହି ଦୀପକୁ ଆପଣଙ୍କର ପୂଜା ଘରେ ନାହିଁ ତ କୌଣସି ଧାର୍ମିକ ସ୍ଥଳରେ ଜଳାଇ ପାରିବେ। ଏହା ଦ୍ୱାରା ପୁଣ୍ୟର ଫଳ 2 ଗୁଣ ବଢି ଯାଇଥାଏ। ପିତୃପକ୍ଷର ଏକାଦଶୀରେ ଏହି ଦିନ ପିତୃଙ୍କ ପାଇଁ ନିହାତି ଦୀପ ଜଳାନ୍ତୁ ଓ ଏହି ଦିନ ଆପଣଙ୍କର ପିତୃଙ୍କ ନାମରେ ଗୋଟିଏ ଦୀପ ଆପଣଙ୍କ ଘରର ଦକ୍ଷିଣ କୋଣରେ ଜରୁର ଜଳାନ୍ତୁ। ଆଉ ଦକ୍ଷିଣ ଦିଗ ପିତୃଙ୍କର ଦିଗ ହୋଇଥାଏ। ଏହା ଦ୍ୱାରା ଆପଣଙ୍କର ପିତୃଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ଆଉ ପିତୃ ଅଧିକ ଖୁସି ହୋଇଥାନ୍ତି। ଦୁବ ଘାସ ବ୍ୟକ୍ତିର ଅନେକ ପ୍ରକାରର ଗରିବୀକୁ ଦୂର କରିଦେଇଥାଏ।
आम धर्मशास्त्र अनुसार किपरि आपण आपणकर भाग्य को चमकाई पारिबे आसंतु जानिबा। आपणकर भाग्यर तालार चाबी आपणक हातरे आपण किपरि खोली पारिबे ताहा आज आमे आपणको जणाइबु। आउ एही पितृ पक्षरे जदि एही दुब घास वाला उपाय को करि देउछन्ते तो आपणकर प्रत्येक समस्या दूर होई जिवो। आउ एमितिरे भी एही दिन बुधवार पड़ुची रिधि सिद्धि को प्रसन्न कराइबा वाला दिनटिए। एमितिरे एकादशी दिनर महत्व आहुरी भी बढ़ी जाउची। आउ दुब द्वारा जो उपाय करा जाए सेही उपाय आपनको छपर फाड़ी के धनर वर्षा कराई थाई। एहा व्यक्ति को आध्यात्मिक और धार्मिक भौतिक सुख प्राप्ति कराई थाई। जो व्यक्तिंकर भाग्य रे कौनसी ना कौनसी कार्य रे बाधा सृष्टि हेई थाई सेही व्यक्ति को एही मौका मिलिछि। तो तुरंत एही उपाय को आपण माने आपणांतु पूर्ण रूपे लाभ पाइबे। तेबे आसंतु जानिबा किपरि सेही दिव्य चमत्कारी उपायटी करिवे। तो देखंतु आपण माने कोन करिथांती ना जे कोनसे किछि ना किछि उपाय करिथांती तो समस्त को प्रथमे आग जणाई देइथांती जहा द्वारा सेही उपाय आ फल प्राप्त होई न थाई। किंतु एहा करिबा द्वारा आपणकर सेही कार्य सफल हेई पारे नाही। तो ध्यान देबे एही उपाय विषय काहारी को भी आपण जणाइबे नाही। एही इंदिरा एकादशी दिन सकाळे उठी स्नान आदि सारी आपण हलदिया रंगर वस्त्र पिंधिबे। आउ हलदिया रंग भगवान विष्णु को बहुत प्रिय होइथे। आउ एही दिन हलदिया रंगर वस्त्र पिंधिके गोटिए चौकीटिए नेबे। सेही चौकी उपरे हलदिया रंगर कपड़ा बिछाई देबे। भगवान विष्णुଙ୍କର मूर्ति रखिबे। धूप दीप चाउल द्वारा श्रीहरि विष्णु को पूजा करिवे। तापरे गोटिए थाली रे दुब घास को नै श्रीहरि विष्णु को पाखरे समर्पण करिवे। तापरे गोटिए लोटारे जल नेबे। सेही जल रे अल्प गंगा जल पकाई देबे। एहा परे अल्प कला राशि पकाइबे। एहा परे सेही दुब घासरो अल्प नै सेही ढाल रे पकाई देबे। तापरे भगवान गणेश को ऊपरे एवं भगवान विष्णु को सेही जल को छिंचिबे। तापरे अल्प दुब भगवान गणेश को पाद पाखरे समर्पण करिवे। आउ बाकी दुब को माता लक्ष्मी को स्मरण करी माता लक्ष्मी को छुआई देबे। तापरे माता लक्ष्मी को प्रार्थना करिवे कि हे माता लक्ष्मी मो जीवन रे थिबा समस्त दुख को दूर कर। बस एते के कही सेही दुब को नै भगवान विष्णु को चरण रे समर्पण करि देबे। तापरे जो लोटारे जल भरि के रखिथिले सेही जल को नै दुब साहाय्य पूरा घर को आपणकर छिंची देबे जहाँ आपणकर घरर नकारात्मक ऊर्जा घर तुरंत बाहरी जीव। आउ जो दुब भगवान विष्णु को चरण रे रखिथिले सेही दुब को उठाई आनी हलदिया वस्त्र रे बांधी के आपणकर ट्रेजरी रखिबे। आउ केते दिन रखिबे पुणी गोटिए मास एकादशी पर्यंत। आर मास जो एकादशी आसीबो सेही एकादशी दिन एही दुब को सेठू उठाई आनिबे। नदी बा नाल रे सेही दुब को प्रवाहित करिदेबे। तापर देखिबे किपरि आपणकर बिगड़ी जाइथिबा कार्य सफल होइबा को लागिबो। एही इंदिरा एकादशी दिन जेतेबेले आपण सूर्य भगवान को जल समर्पण करिवे तो सेही जल रे दुब घास कला राशि गुड़ लाल पुष्प गंगा जल पकाई ओम पितृदेवाय नमः मंत्र को 11 ରୁ 12 थर जप करिवे। तापर सेही जल को सूर्य भगवान को समर्पण करिवे। एहा करिबा द्वारा आपनक पितृदेवଙ୍କ पाखକୁ सेही जल चली जाइथाय। एमितिरे जदि आपण आपणकर पितृଙ୍କୁ तर्पण करिनथिबे तो एही भଳି जो सूर्य को जल देबे एहा द्वारा ही आपणकर पितृ प्रसन्न होई जिवे। आपणकर एही दिन गोटिए दीपटिए नेबे। आ दीप नै आपणकर पानी टांकी पाखरे नाही तो आपणक घरे जोंठी पानी पीबा स्थान अछि आपण सेहीटी पितृ को स्मरण करे सेही दीप को जलाई देबे। एमितिरे तो पितृ पक्षर 15 दिन पितृंक पई दीप जळाय जाय। किंतु जदि कोनसे कारणर पितृंक पई आपण दीप जळाई नाहांती तो एही पितृ पक्षर एकादशी दिन पितृंक पई दीप जरूर जळांतु। एही इंदिरा एकादशी दिन आपण तुलसी पूजा जरूर करंतु किंतु तुलसी चौरा रे जल अर्पण करिवे नाही। काहे कि ना एकादशी दिन माता तुलसी श्री हरि विष्णु को पई निर्जला उपवास रखी थांती। एथि पई एकादशी दिन तुलसी चौरा रे जल चढ़ाइबा उचित नुहे। किंतु तुलसी चौरा रे गोटिए दीप जरूर जळाइबे। तापरे तुलसी चौरा पाखरे अल्प दुब घास रखिबे। एहा सह गोटिए हळदी खंड भी रखिबे। एहा करिबा द्वारा भाग्यर उन्नति होइथाय दुर्भाग्य दूर होइथाय। एही इंदिरा एकादशी दिन
ସକାଳୁ ସକାଳୁ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ମନ୍ତ୍ରକୁ ଜପ କରିବା ଉଚିତ। ଏହି ଦିନ ଆପଣ ସକାଳୁ ପୂଜା ଘରେ ଥିବା ଭଗବାନ ବିଷ୍ଣୁଙ୍କ ଚରଣରେ ଅଳ୍ପ ଦୁବ ଘାସ ରଖିବେ ଆଉ ସନ୍ଧ୍ୟାରେ ସନ୍ଧ୍ୟା ଦୀପ ସାରିବା ପରେ ସେହି ଦୁବ ଘାସକୁ ଉଠାଇ ଆଣି ଗୋଟିଏ ଲାଲ ରଙ୍ଗର କପଡ଼ାରେ ବାନ୍ଧିକି ଆପଣ ଧନ ରଖୁଥିବା ସ୍ଥାନରେ ନେଇ ରଖିଦେବେ। ଆଉ କେତେ ଦିନ ରଖିବେ ନା ଆର ମାସ ଏକାଦଶୀ ପର୍ଯ୍ୟନ୍ତ ରଖିବେ। ତାପରେ ଆର ମାସ ଏକାଦଶୀ ଦିନ ସେହି ଦୁବ ଘାସକୁ ନେଇ ଆସିବେ, ଆଣି ନଦୀରେ ଭସାଇ ଦେବେ। ତ ଏହା କରିବା ଦ୍ୱାରା ଘରେ ସ୍ଥାୟୀ ଲକ୍ଷ୍ମୀଙ୍କର ବାସ ହେବ। ଯଦି କୌଣସି ବ୍ୟକ୍ତି ଏହି ଦିନ ଗୋଟିଏ ଲୋଟା ଜଳରେ ଗଙ୍ଗା ଜଳ ପକାଇ ଦୁବ ଘାସ ନେଇ ପୁରା ଘରେ ସେହି ଜଳକୁ ଛିଞ୍ଚିଥାନ୍ତି, ତ ତାଙ୍କ ଘରେ ଯଦି କୌଣସି ତନ୍ତ୍ର ମନ୍ତ୍ର ହୋଇଥାଏ ତ ତାହା ତୁରନ୍ତ ଦୂର ହୋଇଯାଇଥାଏ। ଏହା ସହ ଦେବୀ ଦେବତାଙ୍କର ବାସ ହୋଇଥାଏ। ଏକାଦଶୀ ଦିନ ଆପଣ ଦୁବ ଘାସ ନେବେ ଆଉ ଗାଈର କଞ୍ଚା କ୍ଷୀର ନେବେ। ଦୁବ ଘାସକୁ ଭଲସେ ବାଟି ଦେବେ, ତାପରେ ସେହି କଞ୍ଚା କ୍ଷୀରରେ ମିଶାଇ ଦେବେ। ତାପରେ ତାହାକୁ କୌଣସି ଡବା ବା ବାସନରେ ଭରିକି ରଖିଦେବେ। ଲଗାତାର 15 ଦିନ ପର୍ଯ୍ୟନ୍ତ ସେହି ବଟା କଞ୍ଚା କ୍ଷୀର ଓ ଦୁବ ଘାସକୁ ତିଳକ ପରି 15 ଦିନ ପର୍ଯ୍ୟନ୍ତ ଘରର ସବୁ ସଦସ୍ୟ ମୁଣ୍ଡରେ ଲଗାଇବେ। ଆଉ ଯେତେବେଳେ ବି ଆପଣ ମଥାରେ ତିଳକ ଲଗାଇବେ ତ ସେହି ସମୟରେ ସବୁ ସଦସ୍ୟ ଭଗବାନ ବିଷ୍ଣୁଙ୍କ ମନ୍ତ୍ରକୁ ଜପ କରିବେ। ଆଉ ମନ୍ତ୍ରଟି ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତ ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଥିବ ତାହା ଦୂର ହୋଇଯିବ। ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ଆସୁଥାଏ ତ ଆପଣଙ୍କ ଜୀବନରେ ଲଗାତାର ସମସ୍ୟା ଆସୁଥାଏ, ତ ଆପଣ ତିଳକ ଲଗାଇବା ସମୟରେ ଶ୍ରୀ ବିଷ୍ଣୁଙ୍କ ମନ୍ତ୍ରକୁ ଜପ ନ କରି ଭଗବାନ ଗଣେଶଙ୍କ ମନ୍ତ୍ରକୁ ଜପ କରିବେ। ଆଉ ମନ୍ତ୍ରଟି ହେଉଛି ଓମ୍ ଗଣ ଗଣପତୟେ ନମଃ ମନ୍ତ୍ରକୁ ଜପ କରିବେ। ଏହା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ବିଷ୍ଣବେ ନମଃ ଅବଶ୍ୟ ଲେଖନ୍ତୁ।